ପିମ୍ପୁଡ଼ି ଝିଣ୍ଟିକା ଏ ଦି ଜଣ ସାଙ୍ଗ ଥିଲେ। ପିମ୍ପୁଡ଼ି କ'ଣ କରେ, ତାର ପ୍ରତ୍ୟେକ ସଂଗ୍ରହ କରେ ସବୁ ଖାଦ୍ୟ ଆଣିକିନି ରଖେ। ଝିଣ୍ଟିକା କହି, ପିମ୍ପୁଡ଼ି ତମେ କାହିଁକି ଏତେ କଷ୍ଟ କରୁଛ? କ'ଣ ହବ ଏତେ କଷ୍ଟ କରି କେତେ ଦିନ ବଞ୍ଚିବ? କଷ୍ଟ କରନା ନୀତି। ପିମ୍ପୁଡ଼ି କହି, ଖାଦ୍ୟ ନ ରଖିଲେ ଚତୁର୍ମାସ୍ୟାରେ ଆଉ ଝରି ବରଷା ହବ କୋଉଠୁ ଆସିବ? ଝିଣ୍ଟିକା କହି, ଆଜି ଆଇସ କାଲିକି ନାହିଁ। ଏଇନାକି ତମେ ଏତେ ଦୁଃଖ କରୁଛ, କଷ୍ଟ କରୁଛ, କଷ୍ଟ କରିକିନି ଦିନ ରାତି କଷ୍ଟ କରିକିନି ରଖୁଛ, ସଞ୍ଚୟ କରୁଛ। ପିମ୍ପୁଡ଼ି ଆଉ ତା କଥା ମାନେ ନା, ତାର ରଖେ ସବୁ ତା ଘର ଦ୍ୱାର ବାଗେଇକିନି ରଖେ। ଝରି ବରଷା ହେଲା ଯେମିତି ପିମ୍ପୁଡ଼ି ତାର ରଖିଛି, ତାର ଖାଇଲା ଆନନ୍ଦରେ। ଝିଣ୍ଟିକା ଆଉ ପାଇଲାନି। ଝିଣ୍ଟିକା କହିଲା, ସାଙ୍ଗ, ମୁଁ ସିନା ତମକୁ କହୁଥିନି, ମୁଁ ଏଇଖୁଣି ତ ଖାଇବାକୁ ପାଉନି। ତମେ କଷ୍ଟ କରି ରଖିଥିଲ ବୋଲିକିନି ଆନନ୍ଦରେ ଖାଉଛ। ପିମ୍ପୁଡ଼ି କହିଲା, ହଉ ଆସ ମୋ ସାଙ୍ଗରେ ରୁହ, ଆମେ ଦି ଜଣ ମିଶିକିନି ଖାଇବା। ଏଠୁ ସିଏ କ'ଣ କଲେ, ଝିଏ ଯାକ ରହିକିନି ଖାଇଲେ। କ'ଣ ହେଲା, କଷ୍ଟ କରିଥିଲା ବୋଲିକିନି ସିନା ସେ ସୁଖରେ ରହିଲା। ସେଇଭଳି ଯଦି ପିମ୍ପୁଡ଼ି ଭଳି ହବା, କଷ୍ଟ କରିକିନି ରଖିବା, ଆମେ କେବେ ହଇରାଣ ହବାନି। ଆଉ ଝିଣ୍ଟିକା ପୁଣି ଯଦି ଆମେ ହବା, ତାହେଲେ କଷ୍ଟ ପାଇବା।